ଗଳ୍ପ ଅଜଣା ତିଥିର ଜହ୍ନ। କଥାକାର ତରୁଣକାନ୍ତି ମିଶ୍ର। ଏହି ଗପଟି ଲେଖିବା ସମୟରେ ମୋ ଆଖି ଆଗରେ ଭାସି ଉଠୁଛି ଗୋଟିଏ ମୁହଁ। ଜ୍ୟୋତ୍ସ୍ନା ଭିଜା ରାତି ପରି ସ୍ନିଗ୍ଧ କୋମଳ ଗୋଟିଏ କିଶୋରୀର ମୁହଁ ଏବଂ ତା ସହିତ ଆଉ କିଛି ବିକ୍ଷିପ୍ତ ଦୃଶ୍ୟ। ମୋର ଭୟ ମୁଁ ସେହି ମୁହଁଟି ସମ୍ପର୍କରେ 18 ବର୍ଷର ପୁରୁଣା ସେସବୁ ଦିନ ବିଷୟରେ ଠିକ୍ ଭାବେ କିଛି କହିପାରିବି କି ନାହିଁ। 18 ବର୍ଷ ହୁଏତ ମହାକାଳର ସଞ୍ଚାର ପଥରେ ଏତେ ଲମ୍ବା କିଛି ସମୟ ନୁହେଁ, କିନ୍ତୁ ଗୋଟିଏ ମଣିଷ ଜୀବନରେ ତାହା ଅନେକ ଲମ୍ବା ରାସ୍ତା। ଆଉ ମୁଁ ଯେଉଁ ପରିବେଶ ଓ ଅନୁଭବ ବିଷୟରେ କହୁଛି ତାହା ମୋର ବର୍ତ୍ତମାନ ପୃଥିବୀଠାରୁ ଅନେକ ଭିନ୍ନ। ତଥାପି ଆରମ୍ଭ କରିଛି ଯେତେବେଳେ ଏ ଗଳ୍ପଟି ଶେଷ କରିବାକୁ ହିଁ ପଡ଼ିବ। ଏଠାରୁ ପ୍ରାୟ 13,000 ମାଇଲ ଦୂରରେ ପାଖନାଜୁର ନାମକ ଗୋଟିଏ ଛୋଟିଆ ଜାଗା ଅଛି। ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସୀମାନ୍ତରେ ଅବସ୍ଥିତ ଏହି ସ୍ଥାନଟି 25 ବର୍ଷ ତଳେ ଖାଲି ଜଙ୍ଗଲରେ ହିଁ ପରିପୂର୍ଣ୍ଣ ଥିଲା। ଦଣ୍ଡକାରଣ୍ୟ ପ୍ରକଳ୍ପ ଆରମ୍ଭ ହେବା ପରେ ସେଠାରେ ପ୍ରଥମ କରି ମଣିଷର ପାଦଚିହ୍ନ ପଡ଼ିଲା। ଅନେକ ଶରଣାର୍ଥୀଙ୍କ ବସତି ଧୀରେ ଧୀରେ ଗଢ଼ି ଉଠିଲା। ତିଆରି ହେଲା ରାସ୍ତା, ଡାକ୍ତରଖାନା, ସ୍କୁଲ ଓ ବେଶ୍ୟାଳୟ। ଦଣ୍ଡକାରଣ୍ୟ ସହିତ ମୋର ପରିଚୟ ଅନେକ ଦିନର, କାରଣ ଏହି ପ୍ରକଳ୍ପର 5,000 କର୍ମଚାରୀଙ୍କ ଭିତରେ ଜଣେ ଥିଲେ ମୋର ବାପା। ଅଫିସର ଗ୍ରେଡକୁ ପ୍ରମୋସନ ପାଇ ସେ ପଖନଜୁର ଆସିଲେ ସେତିକି ବେଳେ ଯେତେବେଳେ ମୁଁ ISC ପଢ଼ିସାରି ରାୟପୁର ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଥିଲି। କୋରାପୁଟ ଛାଡ଼ି ଏହି ଦୁର୍ଗମ ଅଞ୍ଚଳକୁ ଆସିବା ପାଇଁ ବାପା ପ୍ରଥମେ ଇଚ୍ଛୁକ ନଥିଲେ, କିନ୍ତୁ ମା କହିଲେ ଇଏ ତ ଖୁବ୍ ଭଲ ହେଲା। ରାୟପୁର ଠାରୁ ପଖନଜୁର ପାଖ ପଡ଼ିବ। ସରୋଜ ଇଚ୍ଛା କଲେ ଯେତେବେଳେ ନାହିଁ ସେତେବେଳେ ଘରକୁ ଆସିପାରିବ। ତୁମେ DCMଙ୍କୁ କହିଦିଅ ଏ କଥା। ପଖନଜୁର ଆସିବା ପାଇଁ ଆମ ଘରେ ଆଉ ଜଣଙ୍କର ବି ଆଦୌ ଇଚ୍ଛା ନଥିଲା, ଆଉ ସେ ହେଉଛି ନନ୍ଦିତା, ମୋ ସାନ ଭଉଣୀ। ସେଠାରେ ପାଠ ପଢ଼ିବା ପାଇଁ ତାକୁ ସ୍କୁଲ ମିଳିବ ସେ କଥା ସତ, କିନ୍ତୁ ସ୍କୁଲରୁ ଫେରି ସମୟ କାଟିବାକୁ ତା ମନମାଫିକ ସାଙ୍ଗ ମିଳିବେ ତ, ଏଇ ଚିନ୍ତାରେ ଥିଲା ନନ୍ଦିତା। ମା ଗମ୍ଭୀର ସ୍ୱରରେ କହିଥିଲେ, ଏ ବର୍ଷ ତୋର ବୋର୍ଡ ପରୀକ୍ଷା। ସାଙ୍ଗସାଥୀ ଖୋଜିବାରେ ସମୟ ନ କଟାଇ କୌଣସି ମତେ ମ୍ୟାଟ୍ରିକ ଖଣ୍ଡେ ପାସ୍ କରିବାକୁ ପଡ଼ିବ, ବୁଝିଲୁ? ବୁଝିବାକୁ କୌଣସି ଚେଷ୍ଟା ନ କରି ନନ୍ଦିତା ନୀରବ ବିଦ୍ରୋହର ମୁହଁ ବଙ୍କାଇ ଦେଇଥିଲା। କିନ୍ତୁ ପଖନଜୁରରେ ପହଞ୍ଚିବା ପରେ ନନ୍ଦିତା ପ୍ରଥମେ ଯେଉଁ ଚିଠିଟି ଲେଖିଥିଲା ସେଥିରେ ଥିଲା ଅଦ୍ଭୁତ ଏକ ଉଚ୍ଛ୍ୱାସର ସ୍ୱର। ସେ ଲେଖିଥିଲା, ବଣ ପାହାଡ଼ ଘେରା ଏ ସ୍ଥାନଟି ତାକୁ ଭାରି ଭଲ ଲାଗୁଛି। ଖୁବ୍ ସୁନ୍ଦର ଏ ଜାଗାଟି, ଆଉ ବିଶେଷ ଭାବରେ ସୁନ୍ଦର ଜାପାନୀ ବିଶେଷଜ୍ଞମାନେ ରହୁଥିବା ଡାକବଙ୍ଗଳା ସାମ୍ନାର ବିରାଟ ଜଳଭଣ୍ଡାର। ତା ପରବର୍ତ୍ତୀ ଚିଠିଗୁଡ଼ିକରେ ପଖନଜୁର ସମ୍ପର୍କରେ ଆହୁରି ଅନେକ ଖବର ଥିଲା, ଆଉ ତା ନିଜର ପଢ଼ାପଢ଼ି ସମ୍ପର୍କରେ ବି। କିନ୍ତୁ ଗୋଟିଏ କଥା ସେ ଚିଠିରେ ଆଦୌ ଲେଖୁନଥିଲା ଯେ ଏଠାକୁ ଆସି ସେ ଏକ ପ୍ରତିପତ୍ତି ସମ୍ପନ୍ନ ନାରୀ ନେତ୍ରୀ ବନିଯାଇଛି। ତାର ପ୍ରମାଣ ମିଳିଥିଲା ମୁଁ ପଖନଜୁରରେ ପ୍ରଥମ କରି ପହଞ୍ଚିବା ପରେ। ତାର ସମବୟସୀ କେତେକ ଝିଅଙ୍କୁ ଧରି ସେ ଗୋଟିଏ ସାଂସ୍କୃତିକ ସଂଘ ଗଢ଼ିଥିଲା, ଆଉ ତାରି ଉଦ୍ୟମରେ ସେଥର ଗୋଟିଏ ନୃତ୍ୟନାଟିକା ଆୟୋଜନ ବି ଚାଲିଥିଲା। ଆରଣ୍ୟକ ପୃଥିବୀ ସହିତ ସଂଘର୍ଷ କରି ଓ କିଛି ସାଲିସ କରି ବଞ୍ଚିବାକୁ ଚାହୁଁଥିଲେ ପୂର୍ବବଙ୍ଗର ଶରଣାର୍ଥୀମାନେ। ସେମାନଙ୍କ ପାଇଁ କାମ କରୁଥିବା କର୍ମଚାରୀମାନେ ବି ଥିଲେ ସେହି ସଂଘର୍ଷ ଓ ସମନ୍ୱୟର ସମାନ ଅଂଶୀଦାର। ଏ ସମସ୍ତଙ୍କ ମିଳିତ ଅବଦାନରେ ଏକ ନୂତନ ସଂସ୍କୃତି ଜନ୍ମ ନେଇଛି ଏହି ପ୍ରକଳ୍ପରେ। ପ୍ରତିବର୍ଷ କିଛି କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ ଏହିଠାରେ। 300 ମାଇଲ ଦୂରରୁ କେବେ କେବେ ପ୍ରକଳ୍ପର ମୁଖ୍ୟ ପ୍ରଶାସକ ବି ଆସି ଏହି ଉତ୍ସବରେ ଭାଗ ନିଅନ୍ତି। ସେଥର ବି ସେହି ଆୟୋଜନ ଚାଲିଥିଲା। କଲୋନୀର କିଶୋରୀମାନଙ୍କ ଭାଗରେ ଥିଲା ଏହି ନୃତ୍ୟନାଟିକା, ଆଉ ତାର ମୁଖ୍ୟ ପୃଷ୍ଠପୋଷକ ଥିଲା ନନ୍ଦିତା। ରାୟପୁରରୁ ଆସି ଘରେ ପାଦ ଦେବାର ପର ମୁହୂର୍ତ୍ତରୁ ହିଁ ନନ୍ଦିତା ମୋତେ ଅନେକ ବାର କହି ଚାଲିଥିଲା ତା ବିବିଧ ସମ୍ବାଦ, ବିଶେଷ କରି ନୃତ୍ୟନାଟିକା। ଏମିତି ଗୋଟିଏ କାର୍ଯ୍ୟକ୍ରମ ଦେଖି ପ୍ରତ୍ୟାଶିତ ମୁଖ୍ୟ ଅତିଥି ଚିଫ୍ ଆଡମିନିଷ୍ଟ୍ରେଟର ଯେ ମୁଗ୍ଧ ହୋଇଯିବେ ସେଥିରେ ତାର ତିଳେମାତ୍ର ସନ୍ଦେହ ନଥିଲା। ମୁଁ ହସିଥିଲି। ପ୍ରକଳ୍ପର ମୁଖ୍ୟ ପ୍ରଶାସକ ଜଣେ ICS ଅଫିସର। ଦୁର୍ଯୋଗକୁ କୋରାପୁଟରେ ଆସି ପଡ଼ିଛନ୍ତି। ସେହି ପୁଣି ତୋର ନୃତ୍ୟନାଟିକା ଦେଖି ଚମକିଯିବେ। ଚମକିବେ କି ନାହିଁ ତୁମେ କହିବ। ଆମର ରିହର୍ସାଲ ଦିନ ଦେଖିବାକୁ ଆସ, ତାପରେ କହିବ।
ରିହର୍ସାଲ ଦେଖିବାର ବିନ୍ଦୁ ମାତ୍ର ଆଗ୍ରହ ମୋ ଠାରେ ନଥିଲା, କିନ୍ତୁ ତାଠାରୁ ମୁଁ ଖବର ପାଉଥିଲି ଯେ ପ୍ରସ୍ତୁତି ବେଶ୍ ଭଲ ରକମର ଚାଲିଛି। ଆଉ ଷ୍ଟେଜରେ ଠିଆ ହୋଇ ସୁଚରିତା ନିଶ୍ଚୟ ସମସ୍ତଙ୍କୁ ଚମତ୍କୃତ କରିଦେବ। ସୁଚରିତା କିଏ? ସେ ପରା ଶ୍ରୀରାଧା। ଶ୍ରୀରାଧା ପୁଣି କିଏ? ନନ୍ଦିତାର ସ୍ୱର ତାପରେ କ୍ଷୁଣ୍ଣ ଶୁଣାଗଲା। ସେ କହିଲା, ତମେ ଏତେ ଶୀଘ୍ର ସବୁ କଥା ପାସୋରି ଯାଅ? କାଲି ପା ମୁଁ ତୁମକୁ କହିଥିଲି ସୁଚରିତା ଆମ ଶ୍ରୀରାଧା ନୂତନ ଟିକାରେ ହିରୋଇନ ହୋଇଛି ବୋଲି। ଠିକ୍ ତା ପରଦିନ ସୁଚରିତା ସହ ମୋର ଭେଟ ହୋଇଥିଲା, ଯାହାକୁ ନେଇ ମୋର ଏଇ ଗଳ୍ପ। ସେତେବେଳେ ମାଘ ଫାଲ୍ଗୁନର କୋମଳ ଶୀତଳ ଥିଲା ପବନ ଭିତରେ। ଆକାଶ ଥିଲା ପରିଷ୍କାର ନୀଳ, ଅପାପ ବିଦ୍ଧ ଏକ କିଶୋରୀର ନୀଳ ଆଖି ପରି। କିନ୍ତୁ ସେଦିନ ସଞ୍ଜ ବେଳକୁ ଆକାଶର ରଙ୍ଗ ପୂରାପୂରି ବଦଳି ଯାଇଥିଲା। ଅଦିନ ମେଘ ଘେରି ଆସିଥିଲା ପାହାଡ଼ ସନ୍ଧିରୁ, ଆଉ ବର୍ଷା ଅଳ୍ପ ଅଳ୍ପ ପବନ ସହ ଆରମ୍ଭ ହୋଇଯାଇଥିଲା। ଶୋଇବା ଘରେ ଗୋଟିଏ ଚାଦର ଘୋଡ଼େଇ ହୋଇ ମୁଁ ବସିଥିଲି ଜର୍ଜ ଗୋମାଙ୍କର ଗୋଟିଏ ବିଜ୍ଞାନ ପ୍ରହଳିକା ବହି ହାତରେ ଧରି। ଆଉ ଠିକ୍ ସେତିକି ବେଳେ ବଡ଼ ଉଦ୍ବିଗ୍ନ ହୋଇ ରୁମ୍ ଭିତରକୁ ପଶି ଆସିଥିଲା ନନ୍ଦିତା। କହିଥିଲା, ଭାଇନା, ଗୋଟେ ବଡ଼ ଅସୁବିଧା ହୋଇଯାଇଛି। ବହିର ପୃଷ୍ଠାରୁ ମୁଁ ମୁହଁ ଉଠାଇ ତାକୁ ଚାହିଁଲି। ପରିହାସ କରି କହିଲି, କ'ଣ ହେଲା? ଶ୍ରୀରାଧା କାଲି ରାତିରୁ ନିଖୋଜ ହୋଇଯାଇଛି ନା କ'ଣ? ତାପରେ ମୁଁ ଅପ୍ରସ୍ତୁତ ହୋଇଗଲି। ପରଦା ଉହାଠୁ ସେହି କ୍ଷଣି ଉଙ୍କି ମାରିଲା ଏକ ଅପରିଚିତ କିଶୋରୀର ମୁହଁ। ଆଉ ତାରି ଆଡ଼କୁ ଆଙ୍ଗୁଠି ଦେଖାଇ ନନ୍ଦିତା କହିଲା, ଭାଇନା, ଏ ମୋ ସାଙ୍ଗ ସୁଚରିତା। ୟାକୁ ନେଇ ଗୋଟେ ବଡ଼ ଅସୁବିଧା ହୋଇଯାଇଛି। ସୁଚରିତା ହାତ ଯୋଡ଼ି ନମସ୍କାର କଲା, କିନ୍ତୁ ମୁଁ ଏତେ ଅପ୍ରତିଭ ହୋଇଯାଇଥିଲି ଯେ ତାର ପ୍ରାପ୍ୟ ପ୍ରତି ନମସ୍କାର ଫେରାଇ ପାରିଲି ନାହିଁ। ତାପରେ ନନ୍ଦିତା ମୋତେ ତାର ସମସ୍ୟା କଥା କହିଲା। ସବୁଦିନ ଅପରାହ୍ନରେ ସ୍କୁଲରୁ ଆଗତୁରା ଘଣ୍ଟାଏ ଛୁଟି ମାଗି ନେଇ ନନ୍ଦିତା ଓ ଅନ୍ୟମାନେ ବସି ରିହର୍ସାଲ କରନ୍ତି ସନ୍ଧ୍ୟା 6ଟା ପର୍ଯ୍ୟନ୍ତ। ତାପରେ ଯେ ଯାହା ଘରକୁ ଯାଆନ୍ତି। ପଖାନଜୋରଠାରୁ 7 ମାଇଲ ଦୂରରେ କାପ୍ସି ପ୍ରୋଜେକ୍ଟର ଆଉ ଏକ କଲୋନୀ, ଯେଉଁଠି ମେଡିକାଲ ଓ ଇଞ୍ଜିନିୟରିଂ ଅଫିସରମାନେ ଅଛନ୍ତି। ସେହି କଲୋନୀ ସହିତ ଯୋଗସୂତ୍ର ରକ୍ଷା କରେ ପ୍ରୋଜେକ୍ଟର ଗୋଟିଏ ମାତ୍ର ବସ୍। 10ଟାରେ ଆସି ଠିକ୍ ସନ୍ଧ୍ୟା 6ଟାରେ ତାହା କାପ୍ସିକୁ ଫେରିଯାଏ। ସୁଚରିତା ସେହି କାପ୍ସି ଡାକ୍ତରଖାନାର ଫାର୍ମାସିଷ୍ଟଙ୍କ ଝିଅ। ନିୟମିତ ଏହି ବସ୍ରେ ଯିବା ଆସିବା କରେ। କିଛି ଅସୁବିଧା ନଥିଲା। କିନ୍ତୁ ଆଜି ଅଚାନକ ମେଘବର୍ଷା ଫଳରେ ସେ ଅଟକିଗଲା କ୍ଲବରେ। ବସ୍ ନିର୍ଦ୍ଧାରିତ ସମୟରେ କାପ୍ସି ଫେରିଗଲାଣି। କିନ୍ତୁ ଏ ସମସ୍ୟାର କି ସମାଧାନର ସୂତ୍ର ମୋ ହାତରେ ଅଛି? ଗୋଟିଏ ଗୁରୁତର ଅପରାଧ କରି ବସିଥିବା ପରି ସୁଚରିତା ତଳକୁ ମୁହଁ ପୋତିଥିଲା ଓ ମୁଁ ଗମ୍ଭୀର ଭାବରେ ନିଜକୁ ନିନ୍ଦୁଥିଲି ଯେ ଶ୍ରୀରାଧା ସମ୍ପର୍କରେ ପରିହାସଟି ଏବେ ନ କରିଥିଲେ ଅନ୍ତତଃ ମୋର 17 ବର୍ଷୀୟ ବ୍ୟକ୍ତିତ୍ୱ ପାଖରେ ଅଧିକ ସମ୍ମାନଜନକ ହୋଇଥାନ୍ତା। ନନ୍ଦିତା ମୋ ନୀରବତାକୁ ଲକ୍ଷ୍ୟ କରି କହିଲା, ଭାଇନା, ତୁମେ ଟିକିଏ ଆମକୁ ହେଲ୍ପ କରିବନି? କେମିତିକା ହେଲ୍ପ? ନନ୍ଦିତା କହିଲା, ତୁମେ ଟିକେ ସୁଚରିତାକୁ ତାଙ୍କ ଘରେ ଛାଡ଼ିଦେଇ ଆସିବ। ମୁଁ ପ୍ରଥମେ ଆତଙ୍କିତ ହୋଇ ଚିନ୍ତା କଲି ନନ୍ଦିତା ଯାହା କହିଲା ତାହା ମୁଁ ଠିକ୍ ରୂପେ ଶୁଣିଛି କି ନାହିଁ। ଏବେ ରାତି 8ଟା ହେବାକୁ ଯାଉଛି ଏବଂ ଆକାଶରେ ଆହୁରି ଥାକ ଥାକ ମେଘ ଝୁଲି ରହିଛି ଡେମୋକ୍ଲିସର ତରବାରୀ ପରି। ସେଥିରେ ପୁଣି 7 ମାଇଲ ରାସ୍ତା ଚାଲି ଚାଲି ଯିବି ଏକୁଟିଆ ଗୋଟିଏ ଝିଅକୁ ସାଙ୍ଗରେ ଧରି। ନନ୍ଦିତା ସବୁଆଡ଼ୁ ଭାବିଚିନ୍ତି ମୋ ପାଖକୁ ଆସିଥିଲା, ଉପଯୁକ୍ତ ପରାମର୍ଶ ମଧ୍ୟ ନେଇ। ସେ କହିଲା, ବାପାଙ୍କୁ ପଚାରିଛି, ତାଙ୍କର ଏବେ କୁଆଡ଼େ ଯିବାର ନାହିଁ। ତୁମେ ତାଙ୍କ ମୋଟର ସାଇକେଲ ନେଇ ସୁଚରିତାକୁ ତାଙ୍କ ଘରେ ଛାଡ଼ିଦେଇ ଆସିବ। ସେଦିନର ସଂଳାପକୁ ମୁଁ ଆଉ ଅଧିକ ଦୀର୍ଘ କରିବାକୁ ଯାଇନାହିଁ। ତେବେ ଏତିକି କହିବି ଯେ ନାନା ଦ୍ୱିଧା ଓ ଯୁକ୍ତି ପରେ ମୋତେ ନନ୍ଦିତାର ଅନୁରୋଧ ରଖିବାକୁ ପଡ଼ିଥିଲା। ସେତେବେଳେ ରାତି ପ୍ରାୟ 8ଟା। ପବନରେ ଭିଜା ଭିଜା ମାଟି ଗନ୍ଧ ଆଉ ଅନେକ ନାମ ଅଜଣା ଅରଣ୍ୟ ଫୁଲର ସୁରଭି। ଆଗରେ ସୁନସାନ୍ ରାସ୍ତା। ବର୍ଷା ସିକ୍ତ ଅନ୍ଧାର ଭିତରେ ମୋଟର ସାଇକେଲର ଧାରେ ଆଲୁଅ। ବାଇକରେ ବସିବା ଯେ ସୁଚରିତାର ଏଇ ପ୍ରଥମ, ତାହା ମୁଁ ତା ବସିବା ଢଙ୍ଗରୁ ଜାଣିପାରୁଥିଲି। ଜଙ୍ଗଲର ଅଙ୍କାବଙ୍କା ରାସ୍ତା ଦେଇ ଯିବା ଭିତରେ ସେ ନିଜର ଭାରସାମ୍ୟ ଠିକ୍ ଭାବେ ରଖିପାରୁନଥିଲା। ପୁଣି ମୋ ପିଠି ଉପରେ ଆଶ୍ରୟ ନେବାକୁ ବିବ୍ରତ ବୋଧ କରୁଥିଲା। ମୁଁ ମୋଟର ସାଇକେଲ କଲୋନୀ ଭିତରକୁ ନେଇଗଲି। କିଛି ବାଟ ଯିବା ପରେ ଧୀର ଫିସ୍ ଫିସ୍ ସ୍ୱରରେ ସେ କହିଲା, ଏଇ ସାମ୍ନାରେ ଆମ ଘର। ନିଶବ୍ଦରେ ସୁଚରିତା
ମୋଟର ସାଇକେଲରୁ ଓହ୍ଲେଇଗଲା। ପଦେ କିଛି କହିନଥିଲା। ଗେଟ୍ ଭିତରକୁ ଚାଲିଗଲା ଏମିତି ଢଙ୍ଗରେ ଯେମିତି ଏ ପୃଥିବୀରେ ମୋର ସତ୍ତା ହିଁ ନାହିଁ। ମୁଁ ଟିକିଏ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ବଡ଼ ଅଜବ ଝିଅ ତ, ପଦେ ମାତ୍ର ଧନ୍ୟବାଦ ନ କହି କେମିତି ଫଟଫଟ ଚାଲିଗଲା ଦେଖ। ନିଶ୍ଚିତ ଭାବେ ସେ ଲାଜକୁଳି ନୁହେଁ, ବରଂ ଗର୍ବୀ ହୋଇଥିବା ବେଶୀ ସମ୍ଭବ। ସୁନ୍ଦରୀ ଝିଅମାନେ ସାଧାରଣତଃ ଗର୍ବୀ, ପୁଣି ନାଚିଗାଇ ଜାଣିଥିବା ସୁନ୍ଦରୀ ଝିଅମାନେ ଖୁବ୍ ବେଶୀ ଉଦ୍ଧତ। ପରଦିନ ଖାଇ ବସିବା ବେଳେ ନନ୍ଦିତା ମୋତେ କହିଲା, ଭାଇନା ଆଜି କ୍ଲବରେ ଆମେ ଗୋଟେ ଡିସିସନ୍ ନେଲୁ। ମୁଁ ପଚାରିଲି, କି ଡିସିସନ୍? ଡିସିସନ୍ଟି ବାସ୍ତବିକ ସାଂଘାତିକ। ତା ଶୁଣୁ ଶୁଣୁ ମୋ ତଣ୍ଟିରେ ଭାତ ଅଟିକିଗଲା। ଖାଲି ସେ ନୁହଁ, କ୍ଲବର ଅନ୍ୟାନ୍ୟ ସଦସ୍ୟମାନେ ବି ତାହା ଭାବି ସାରିଥିଲେ। କ୍ଲବର ଏକ ଅଣଆନୁଷ୍ଠାନିକ ଆଲୋଚନା ପରେ ସେମାନେ ସିଦ୍ଧାନ୍ତ ନେଇଥିଲେ ଯେ ଏହି ସମାଧାନ ହିଁ ବର୍ତ୍ତମାନର ପ୍ରକୃଷ୍ଟ ପନ୍ଥା। 11 ଜଣ ଶିଳ୍ପୀଙ୍କ ଭିତରୁ ଏକା ସୁଚରିତା ହିଁ କାପ୍ସିରୁ ଯା ଆସ କରୁଛି ଓ ସେହି ନୃତ୍ୟନାଟିକାର ନାୟିକା। ଆଉ 7 ଦିନ ପରେ ଅନୁଷ୍ଠିତ ହେବ ଯେଉଁ କାର୍ଯ୍ୟକ୍ରମ, ତା ଲାଗି ଆହୁରି ରିହର୍ସାଲ ଆବଶ୍ୟକ। ଯଦି କୌଣସି ମତେ ସୁଚରିତା ରାତି 8ଟା ପର୍ଯ୍ୟନ୍ତ ରହିଯାଆନ୍ତା, ଆଉ ଯଦି ଭାଇନା ତୁମେ ରାଜି ହୁଅ ପ୍ରତିଦିନ ତାକୁ ମୋଟର ସାଇକେଲ ନେଇ ତା ଘରେ ଛାଡ଼ି ଆସିବା ପାଇଁ, ତାହେଲେ। ନନ୍ଦିତାର ଏହି ପ୍ରସ୍ତାବ ବଡ଼ ବିଚିତ୍ର ଥିଲା ମୋ ପାଇଁ। ମୁଁ ଯାହା କହୁଛି ଶୁଣ, ଏସବୁ ଫାଲତୁ କାମ କରିବାକୁ ମୋ ହାତରେ ଟିକିଏ ବି ସମୟ ନାହିଁ। ତୁମେ ୟାକୁ ଫାଲତୁ କାମ କହୁଛ? କଳା ସଂସ୍କୃତି ଏସବୁ ଫାଲତୁ? ତୁମେ ସାଇନ୍ସ ପିଲା ବୋଲି କ'ଣ ଦୁନିଆ ସାରା ସମସ୍ତେ ଖାଲି ମ୍ୟାଥମେଟିକ୍ସ ଘୋଷୁଥିବେ, ଲାବୋରେଟୋରୀରେ ବସି ବେଙ୍ଗ କି ଜିଆଙ୍କ ମୁଣ୍ଡ ଚୋବଉଥିବେ? ୟା ପରେ ଅନେକ ଆଲୋଚନା ଚାଲିଥିଲା, ଯାହାର ବିବରଣୀ ମୁଁ ଏଠାରେ ଦେବି ନାହିଁ। କିନ୍ତୁ ଶେଷକୁ ମୁଁ ରାଜି ନ ହେବାର କୌଣସି ବଳିଷ୍ଠ ଯୁକ୍ତି ନ ପାଇ ନୀରବତାର ଆଶ୍ରୟ ନେଇଥିଲି। ସେଦିନ ସନ୍ଧ୍ୟାରେ ବି ମୋତେ ସୁଚରିତାକୁ ନେଇ କାପ୍ସିରେ ଛାଡ଼ିବାକୁ ପଡ଼ିଥିଲା। ସେଦିନ ଅବଶ୍ୟ ଆକାଶରେ ମେଘ ନଥିଲା, ଭିଜା ଭିଜା ଶିହରଣ ବି ନଥିଲା ପବନରେ। କିନ୍ତୁ 7 ମାଇଲ ଲମ୍ବା ଅନ୍ଧାର ଭିତରେ ମୋତେ ଅନୁସରଣ କରୁଥିଲା ଏକ ଅଦୃଶ୍ୟ କୋମଳତା, ଆଉ କେତେ ଅଞ୍ଜୁଳା ଉଷୁମ ନିଶ୍ୱାସ। ଘରକୁ ଫେରିଆସି ସେଦିନ ନନ୍ଦିତାକୁ କହିଥିଲି, ଯାହା କହ ତୋର ଏଇ ସାଙ୍ଗଟି ଭାରି ଅଭଦ୍ର। ଏ 2 ଦିନ ମୁଁ ତା ପାଇଁ ଏତେ ହଇରାଣ ହୋଇ ଡ୍ରାଇଭରଗିରି କରୁଛି, କିନ୍ତୁ ତା ଭଦ୍ରାମୀକୁ ଦେଖ, ମାମୁଲି ଧନ୍ୟବାଦଟେ ବି ଦେଇନି। ଏତେ ତାର ଗର୍ବ। ନନ୍ଦିତା କହିଥିଲା, ଭାଇନା ସୁଚରିତାକୁ ତୁମେ ଗର୍ବୀ କହୁଛ? ତାକୁ ଦେଖି ଶେଷକୁ ତୁମେ ଏଇଆ ଭାବିଲ? ସୁଚରିତା ଭାରି ଲାଜକୁଳି, କାହା ସାଙ୍ଗେ କଥା କହିପାରେ ନାହିଁ ଭଲ କରି। ଷ୍ଟେଜରେ ଠିଆ ହୋଇ ଏତେ ସୁନ୍ଦର ଗୀତ ଗାଏ, ନାଚେ, କିନ୍ତୁ ଷ୍ଟେଜରୁ ଓହ୍ଲାଇ ଆସିଲେ ସେ ଏକଦମ ଅଲଗା, ଏକଦମ ଲାଜକୁଳି ଝିଅଟେ। ତୁମେ ତା ପାଇଁ ଏତେ ହଇରାଣ ହେବ ବୋଲି ସେ ମନେ ମନେ ଭାରି ବ୍ୟସ୍ତ। ମୋତେ ବାରମ୍ବାର କହିଛି, ଭାଇନାଙ୍କୁ କହିଦେବୁ, କିଛି ଖରାପ ଭାବିବେନି। ମୋ ପାଇଁ ତାଙ୍କର କେତେ ସମୟ ନଷ୍ଟ ହେଉଛି, ସେ ଯେମିତି ମୋତେ କ୍ଷମା କରିଦିଅନ୍ତି। ସତ କଥା ହିଁ କହିବି, ବିଗତ 2 ଦିନ ଧରି ମୁଁ ସୁଚରିତାକୁ ଭଲ ଭାବେ ଦେଖିନଥିଲି। ନିଶବ୍ଦରେ ସେ ଆସେ, ପିଲିୟନରେ ବସେ। 7 ମାଇଲ ରାସ୍ତା ମୋ ଆଖି ଉହାଡ଼ରେ ବସି ରହିବା ପରେ ପୁଣି ନିଶବ୍ଦରେ ମୋ ପଛ ଆଡ଼ୁ ବାହାରି ଆସି ଛାୟାଚ୍ଛନ୍ନ ଘର ବାରଣ୍ଡାରେ ଅଦୃଶ୍ୟ ହୋଇଯାଏ। ଆଜି କିନ୍ତୁ ମୁଁ ତାକୁ ଭଲ କରି ଦେଖିଲି, ଆଉ ସେ ବି ମୋତେ ଦେଖିଲା ଭଲ କରି। ଦେଖିଲା ମୁଁ ବି କେତେ ଲାଜକୁଳା। କୃଷ୍ଣ ପକ୍ଷର ଜହ୍ନ ଆଲୁଅ ଖେଳାଇ ଯାଇଥିଲା କାପ୍ସି ଆଡ଼କୁ ଲମ୍ବି ଯାଇଥିବା ରାସ୍ତାରେ ଓ 2 ପାଖର ଜଙ୍ଗଲ ଭିତରେ। ମୋଟର ସାଇକେଲଟି କିଛି ବାଟ ଯାଇ ଗୋଟିଏ ଶରଣାର୍ଥୀ ବସତି ପାର ହେବା ପରେ ଇଞ୍ଜିନ ହଠାତ୍ ବନ୍ଦ ହୋଇଗଲା। ମୁଁ କିଛି ଜାଣିପାରିଲି ନାହିଁ। ସାମାନ୍ୟ ବିବ୍ରତ ବୋଧ କରି ବାଇକ୍ ଠିଆ କଲି। ସାମାନ୍ୟ ଉଦ୍ବିଗ୍ନ ଶୁଣାଗଲା ସୁଚରିତାର ସ୍ୱର। ସେ ପଚାରିଲା, କ'ଣ ହେଲା? କ'ଣ ହେଲା ମୁଁ ବି ଜାଣିପାରୁନଥିଲି। ମୋତେ ଖାଲି ମୋଟର ସାଇକେଲ ଚଲେଇ ହିଁ ଆସେ। ତାର କଳକବ୍ଜା ବିଷୟରେ ମୋ ଧାରଣା ବିଲକୁଲ ନାହିଁ। ମୁଁ ନିଜ ଅଜ୍ଞତାକୁ ସ୍ୱୀକାର କରିନେଲି। ମୁଁ କିଛି ଜାଣିପାରିଲି ନାହିଁ। ସାମାନ୍ୟ ବିବ୍ରତ ବୋଧ କରି ବାଇକ୍ ଠିଆ କଲି। ସାମାନ୍ୟ ଉଦ୍ବିଗ୍ନ ଶୁଣାଗଲା ସୁଚରିତାର ସ୍ୱର। ସେ ପଚାରିଲା, କ'ଣ ହେଲା? କ'ଣ ହେଲା ମୁଁ ବି ଜାଣିପାରୁନଥିଲି। ମୋତେ ଖାଲି ମୋଟର ସାଇକେଲ ଚଲାଇ ହିଁ ଆସେ। ତାର କଳକବ୍ଜା ବିଷୟରେ ମୋ ଧାରଣା ବିଲକୁଲ ନାହିଁ। ନିଜ ଅଜ୍ଞତାକୁ ମୁଁ ସ୍ୱୀକାର କରିନେଲି। ଇଞ୍ଜିନ ଷ୍ଟାର୍ଟ କରିବାକୁ କେତେଥର ବିଫଳ ଚେଷ୍ଟା କଲା ପରେ ମୃଦୁ ସ୍ୱରରେ କହିଲି, କ'ଣ କରିବା? ଆକାଶରେ ଅଜଣା ତିଥିର ଜହ୍ନ, ଗଛପତ୍ରରେ ଅଜଣା ପକ୍ଷୀ ଓ ପତଙ୍ଗଙ୍କ ସ୍ୱର। କାପ୍ସି ଏଠୁ କେତେ ଦୂର? ସୁଚରିତା ପଚାରିଲା।
ଆଉ ପ୍ରାୟ 3 ମାଇଲ। ଠିକ୍ ଅଛି, ଚାଲି ଚାଲି ଯିବା। ସୁଚରିତାର ଏଇ ଆଶ୍ୱାସନା ମୋତେ ସେତେ ନିର୍ଭରଯୋଗ୍ୟ ମନେ ହେଲା ନାହିଁ। ଯଦିଓ ସାମାନ୍ୟ ଜ୍ୟୋତ୍ସ୍ନାରେ ଆଲୋକିତ ହୋଇଛି ଏ ରାସ୍ତା, ତେବେ 3 ମାଇଲ ବାଟ ଜଙ୍ଗଲ ଭିତର ଦେଇ ଯିବା କ'ଣ ନିରାପଦ? ପୁଣି ମୋଟର ସାଇକେଲ ଠେଲି ଠେଲି ଏତେ ଦୂର ଯିବା କ'ଣ ସହଜ? କିନ୍ତୁ ଉପାୟ କିଛି ନଥିଲା। ଆମେ ଧୀରେ ଧୀରେ ଆଗେଇଲୁ, ଚୁପଚାପ ନୀରବତା ଭିତରେ। ଟିକିଏ ବାଟ ଗଲା ପରେ ସୁଚରିତା ମୃଦୁ ସଙ୍କୋଚ ସହିତ କହିଲା, ଆପଣ ଆଜି ମୋ ଲାଗି ବଡ଼ ହଇରାଣ ହେଲେ। ମୁଁ ତାର ଏ କଥାରେ କିଛି ଉତ୍ତର ଦେଲି ନାହିଁ। ଉତ୍ତର ଦେବାକୁ ହଠାତ୍ ଭାଷା ପାଇଲି ନାହିଁ। କିନ୍ତୁ ତା ଆଡ଼କୁ ଭଲ କି ଚାହିଁ ଦେଖିଲି। ଏଇ ନିକାଞ୍ଚନ ରାସ୍ତାରେ ସେ ଓ ମୁଁ, ଆମେ କେବଳ 2 ଜଣ। ଏକଥା ଭାବିବା କ୍ଷଣି ମୋ ଛାତି ଭିତରେ ଅଦ୍ଭୁତ ଭୟ ଓ ସାହସର ମିଶାମିଶି ଶୀତ୍କାର ଖେଳି ଯାଇଥିଲା। ଆଉ ତାର ପ୍ରଭାବରେ ମୋର ଦୃଷ୍ଟି ତା ଉପରେ ଲାଗି ରହିଲା କିଛି ସମୟ ଯାଏ। 15 ବର୍ଷ ବୟସର ଗୋଟିଏ କିଶୋରୀକୁ କେମିତି ବା ବର୍ଣ୍ଣନା କରିବି? କେମିତି ମୁଁ ପ୍ରକାଶ କରିବି ମୋର ସେହି ଅନୁଭବ, ଯେତେବେଳେ ମୋର ବୟସ ଥିଲା ମାତ୍ର 17। ସୁଚରିତା ଦେହରୁ ବୋଧହୁଏ ଅଦ୍ଭୁତ ଏକ ବାସ୍ନା ବାହାରୁଥିଲା। ତାର ପ୍ରତିଟି ପଦକ୍ଷେପରେ ଅଦ୍ଭୁତ ଏକ ସଙ୍ଗୀତର ସ୍ୱର, ଆଉ ତାର ଦ୍ରୁତ ନିଶ୍ୱାସରେ ଅଜଣା ଉତ୍ତାପର କୋମଳ ସ୍ରୋତ। ମୋତେ କେମିତି ନିଶାଗ୍ରସ୍ତ ଲାଗୁଥିଲା। ପାଦ ଟଳମଳ ହେଲା ସାମାନ୍ୟ। ହୁଏତ ମୋଟର ସାଇକେଲର ଓଜନ ମୋ ପାଦକୁ ଦୁର୍ବଳ କରିଦେଉଥିଲା, କିମ୍ବା ଆଉ କିଛି ଅନାସ୍ୱାଦିତ ଚେତନା। ମୋ ଆଡ଼କୁ ଚାହିଁଲା ସୁଚରିତା, କହିଲା, ଆପଣ ଥକିଗଲେଣି, ଏଇଠି ଟିକେ ବସିବା। ମୋର କୌଣସି ମତାମତକୁ ଅପେକ୍ଷା ନ କରି ରାସ୍ତା କଡ଼ର ଗୋଟିଏ ଛୋଟିଆ ପୋଲ ଉପରେ ସେ ବସିଗଲା। ମୁଁ ମୋଟର ସାଇକେଲ ଠିଆ କରି ଚାରିଆଡ଼କୁ ଚାହିଁଲି। ପୋଲ ତଳେ ବହିଯାଉଥିବା ପାହାଡ଼ି ଝରଣାର କଳକଳ ଶବ୍ଦ କାନକୁ ସ୍ପଷ୍ଟ ଶୁଣାଯାଉଥିଲା। ସେହି ନିର୍ଜନତା ଭିତରେ ସୁଚରିତା ନୀରବତା ଭାଙ୍ଗି ପଚାରିଲା, ଆପଣ କ'ଣ ଆମ ପ୍ରୋଗ୍ରାମକୁ ଦେଖିବାକୁ ଆସିବେ? ଆଉ 5 ଦିନ ପରେ ପ୍ରୋଗ୍ରାମ। ମୋର ଛୁଟି ଆହୁରି 12 ଦିନ ଅଛି। ତେଣୁ ପ୍ରୋଗ୍ରାମ ନ ଦେଖିବାର କିଛି କାରଣ ନାହିଁ। ମୋଠାରୁ ଏମିତି ଏକ ମର୍ମର ଉତ୍ତର ପାଇ ସୁଚରିତା କହିଲା, ମୁଁ ଭାବୁଥିଲି ଆପଣ ଆସିବେ ନାହିଁ। ଆଉ ଏମିତି ସେ ଭାବିଥିଲା କାହିଁକି? ଏ ପ୍ରଶ୍ନର ଉତ୍ତର ସେ ନିଜେ ହିଁ ଦେଲା। ନନ୍ଦିତା କହୁଥିଲା, ଆପଣଙ୍କୁ ନାଚ ଗୀତ ଜମା ଭଲ ଲାଗେ ନାହିଁ। ଝିଅଟି ଆଗରେ ନନ୍ଦିତା ଯେ ମୋର ଯଥେଷ୍ଟ ବଦନାମ କରିସାରିଛି, ଏଥିରେ ସନ୍ଦେହ ନାହିଁ। ଏବେ ମୁଁ କ'ଣ କରି ନିଜର ମହତ୍ଵ ବଞ୍ଚେଇ ପାରିବି ତାହା ହଠାତ୍ ଚିନ୍ତା କରିପାରିଲି ନାହିଁ। କୁଣ୍ଠିତ ସ୍ୱରରେ କହିଲେ, ନା ନା, ସେ କଥା ନୁହେଁ ଯେ, ମୁଁ ସାଇନ୍ସ ପିଲା ତ, ଏସବୁଥିରେ ଇଣ୍ଟରେଷ୍ଟ ନେବାକୁ ସମୟ ହୁଏ ନାହିଁ। ସୁଚରିତା ଏ ଯୁକ୍ତିକୁ ସ୍ୱୀକାର କରିନେଲା। କହିଲା, ହଁ, ଆପଣ ତ ପୁଣି କେତେ ଭଲ ଷ୍ଟୁଡେଣ୍ଟ। ISCରେ ପୋଜିସନ ରଖିଥିଲେ ମୁଁ ଶୁଣିଛି। ବସ୍ତୁତଃ ମୁଁ ନିଜକୁ ଏମିତି ପରୋକ୍ଷରେ ପ୍ରଶଂସା କରିବାକୁ ଆଦୌ ଚାହୁଁନଥିଲି। ମୋତେ କେମିତି ଲାଜ ଲାଗିଲା। ସେ ମନୋଭାବକୁ ଲୁଚାଇବାକୁ ଯାଇ ମୁଁ ପୁଣି ଚେଷ୍ଟା କଲି ମୋଟର ସାଇକେଲ ଷ୍ଟାର୍ଟ କରିବାକୁ। ଆଉ ଦେଖ କେମିତି ଭାଗ୍ୟ, ଇଞ୍ଜିନ ସାଙ୍ଗେ ସାଙ୍ଗେ ଷ୍ଟାର୍ଟ ହେଇଗଲା। ପ୍ରଥମେ ବିଶ୍ୱାସ ବି କରିହେଲା ନାହିଁ। ସେଦିନର କଥାବାର୍ତ୍ତା ସେତିକି। ଆମେ ଦୁହେଁ ଜୀବନରେ ହୁଏତ କେବେ ଦିନ କଥାବାର୍ତ୍ତା ହୋଇନଥାନ୍ତୁ ଯଦି ଏମିତି ଗୋଟିଏ ଅଭାବିତ ଅସୁବିଧା ଘଟିନଥାନ୍ତା ଆମ ଯିବା ବାଟରେ। ଗୋଟିଏ କଥା ମୁଁ ଭାବୁଛି, 2 ଜଣ ଲାଜକୁଳା ମଣିଷ ବୋଧେ ଅତି ଶୀଘ୍ର ପରସ୍ପରକୁ ଚିହ୍ନିଥାନ୍ତି। ସେମାନଙ୍କ ସଙ୍କୋଚର ସହଜ ବାଧା ବୋଧେ ଅତି ସହଜରେ ଅନ୍ତର୍ନିହିତ ହୋଇଯାଏ। ନହେଲେ ଏ କାହାଣୀର ପରବର୍ତ୍ତୀ ପୃଷ୍ଠା ଲେଖା ହୋଇନଥାନ୍ତା। ପରଦିନ ବାଇକରେ ଯିବା ସମୟରେ ସୁଚରିତା ମୋ କାନ୍ଧରେ ଆସ୍ତେ କିନା ହାତ ରଖିଥିଲା। ଠିକ୍ ସେତିକି ଚାପି ଦେଇ ଯାହା ନିରାପଦ ଓ ସ୍ୱାଭାବିକ ଯାତ୍ରା ପାଇଁ ଆବଶ୍ୟକ। ତାର ସେହି ମୃଦୁ ସ୍ପର୍ଶରେ ମୋ ଦେହ କିପରି ଶିହରି ଉଠିଲା। ଟୁକୁରାଏ ସ୍ୱାଦିଷ୍ଟ ବରଫ ପାଟି ଭିତରେ ମିଳେଇଗଲା ଯେମିତି। ସେଦିନ ଅବଶ୍ୟ ରାସ୍ତାରେ କିଛି ଅସୁବିଧା ହେଲା ନାହିଁ। ବାଇକ୍ ଚାଲିଥିଲା ଠିକ୍ ରକମର। କିନ୍ତୁ ରହିଗଲି ଠିକ୍ ସେଇ ପୋଲ ପାଖରେ, ଯେଉଁଠି ଗତକାଲି ଆମେ କିଛି ସମୟ ଅଟକିଥିଲୁ। ପୋଲ ପାଖରେ ବାଇକ୍ ରଖିବା କ୍ଷଣି ସୁଚରିତା ପଚାରିଲା, ଆଜି ପୁଣି କ'ଣ ହେଲା? ମୁଁ ନିଜେ ବୁଝିପାରୁନଥିଲି ବାଇକ୍ କେମିତି ଓ କାହିଁକି ଏଠି ଅଟକାଇ ଦେଲି। ନିଜ ଅପରାଧକୁ ନିଜେ ସ୍ୱୀକାର କଲା ପରି କହିଲି, କାଲି ମୁଁ ଏଠାରେ ଗୋଟିଏ ଜିନିଷ ଛାଡ଼ି ଯାଇଥିଲି ତ। ସେ ପଚାରିଲା, କି ଜିନିଷ? ମୁଁ ସମ୍ଭବତଃ ସେତେ ପ୍ରତ୍ୟୁମ୍ନମତି ନୁହେଁ। କହିଲି, ମୋର ଗୋଟେ କଲମ ହଜିଯାଇଛି। ମୁଁ ସାଙ୍ଗେ ସାଙ୍ଗେ କଲମ ଖୋଜିବାର ବୃଥା ଅଭିନୟ କଲି।
ମୋର ଏହି ମିଥ୍ୟାବାଦୀ ମନୋଭାବ ପାଇଁ ମୁଁ ପରେ ଅନେକ ଅନୁତାପ କରିଛି, କେବେ କେବେ ଭାବି ଲଜ୍ଜିତ ମଧ୍ୟ ହୋଇଛି। ମୁଁ କଲମ ଖୋଜିବାରେ ଲାଗିଲି ଏବଂ ସେହି ଅବସରରେ ସୁଚରିତା ପୋଲ ଉପରେ ବସି ଚାରିପଟକୁ ଚାହିଁଲା। କିଛି ସମୟ ପରେ ମୃଦୁ ସ୍ୱରରେ କହିଲା, କି ସୁନ୍ଦର ଜାଗାଟି। ମୁଁ ତତ୍କ୍ଷଣାତ୍ ରାଜି ହୋଇଯାଇଥିଲି। କହିଥିଲି, ଦଣ୍ଡକାରଣ୍ୟ ସତରେ ଭାରି ସୁନ୍ଦର। ଆପଣଙ୍କ କଲମ ମିଳିଲା? ସୁଚରିତାର ଏହି ପ୍ରଶ୍ନ ପଚାରିବା ଢଙ୍ଗରୁ ମୁଁ ବୁଝିପାରିଲି ଯେ ସେ ନିଜେ ଏହାର ଉତ୍ତର ଜାଣେ। କଲମ ମୁଁ ପାଇନାହିଁ। କଲମଟା ବୋଧେ ଆଉ କେଉଁଠି ଛାଡ଼ି ଦେଇଛି। ଠିକ୍ ଅଛି, ଚିନ୍ତା କରିବାର ନାହିଁ। ଏମିତି କିଛି ଦାମୀ କଲମ ବି ନଥିଲା। ମୋର ଏହି ଉତ୍ତର ପରେ ସୁଚରିତା ତଥାପି ସେମିତି ବସି ରହିଲା ପୋଲ ଉପରେ। ଅନ୍ୟମନସ୍କ ଭାବରେ ଚାରିଆଡ଼କୁ ଚାହିଁ କହିଲା, ମୋତେ ବଡ଼ ନର୍ଭସ୍ ଲାଗୁଛି। ମୁଁ ପଚାରିଲି, କାହିଁକି? ଛୋଟ ବଡ଼ ପ୍ରତି ଶିଳ୍ପୀ ମନରେ ହୁଏତ ଏହି ସନ୍ଦେହ ଥାଏ, ଏହି ଶଙ୍କା ବି। କଳ୍ପନାର ଗୋଟିଏ ରୂପକୁ ଜୀବନ୍ୟାସ ଦେଉଥିବା ପ୍ରତିଟି କଳାକାର ଭିତରେ ଏକ ନ ପାରିଲାପଣର କ୍ଷୁଦ୍ର ବୋଧ ଥାଏ। ସୁଚରିତା ତାର ବ୍ୟତିକ୍ରମ ନଥିଲା। ଏତେ କଥା ମୁଁ ସେଦିନ ଭାବିନଥିଲି ଅବଶ୍ୟ। ତେବେ ସୁଚରିତା ଯେତେବେଳେ 4 ଦିନ ପରେ ଆସୁଥିବା ସନ୍ଧ୍ୟା ପାଇଁ ଉଦ୍ବେଗ ପ୍ରକାଶ କଲା, ମୁଁ କହିଲି, ଆପଣ ତ ଭାରି ଭଲ ପାଠ କରୁଛନ୍ତି, ନନ୍ଦିତା କହୁଥିଲା। ତାପରେ ମୁଁ ଯେମିତି ସୁଯୋଗ ପାଇଲି ଗତକାଲିର ଭୁଲ ବୁଝାମଣାକୁ ସୁଧାରି ନେବାକୁ। କହିଲି ଯେ ନାଚ ଗୀତକୁ ମୁଁ ନାପସନ୍ଦ କରେ ନାହିଁ, କିନ୍ତୁ ସତ କଥା କହିବାକୁ ଗଲେ ସେତେ ଭଲ କରି ବୁଝି ବି ପାରେ ନାହିଁ। ଠିକ୍ ଯେମିତି ଏ ଯେଉଁ ସବୁ ଆଧୁନିକ କବିତା, କ'ଣ ଯେ ତା ମାନେ। ସୁଚରିତା ତାର 15 ବର୍ଷ ବୟସର ଅନୁଭବ ଓ ଅଭିଜ୍ଞତାକୁ ନେଇ ମୋତେ ବୁଝାଇବାକୁ ଚେଷ୍ଟା କରିଥିଲା। ନାଚ, ଗୀତ, କଳା, ସାହିତ୍ୟ ଏସବୁ ଅନେକ କଥା। ଶେଷକୁ କହିଥିଲା, ଅନେକ କଥା ବୁଝି ହୁଏ ନାହିଁ, ଖାଲି ଅନୁଭବ କରିହୁଏ, ଆଉ ତାହା ହିଁ ଯଥେଷ୍ଟ। ଏ ତ ଆଉ ଗଣିତ ନୁହେଁ ଯେ ଷ୍ଟେପ୍ ବାଇ ଷ୍ଟେପ୍ ସବୁ ବୁଝିବାକୁ ପଡ଼ିବ। ସେଦିନ ନୁହେଁ, ତା ପରଦିନ ମୋତେ ସେ ପଚାରିଲା, ଆପଣ ଗୀତାଞ୍ଜଳି ପଢ଼ିଛନ୍ତି? ମୁଁ ଅସ୍ୱୀକାର କରି କହିଥିଲି, ମୋତେ ବଙ୍ଗଳା ଭାଷା ଜଣା ନାହିଁ। ମୁଁ ବି ବଙ୍ଗଳା ଜାଣିନି। ମୋ ପାଖେ ଇଂରାଜୀ ଭାଷାର ଗୀତାଞ୍ଜଳି ଅଛି। ଅନେକ କଥା ବୁଝି ହୁଏନି, କିନ୍ତୁ ଭାରି ଭଲ ଲାଗେ ପଢ଼ିବାକୁ। ଯେମିତି ଲାଗେ ଏ ସାରା ପୃଥିବୀ ଭାରି ଆପଣାର। ମୁଁ ଦିନେ ଆପଣଙ୍କୁ ସେ ବହିଟି ଦେବି, ପଢ଼ି ଦେଖିବେ। ଏବେ ଆଉ ସ୍ୱୀକାର କରିବାରେ ଲଜ୍ଜା ନାହିଁ। ସେତେବେଳେ ମୋ ମନରେ ସୁଚରିତା ପ୍ରତି କିଭଳି ଏକ ଦୁର୍ବଳତା ଆସିଯାଇଥିଲା। ମନେ ମନେ ଭାବିଥିଲି, ମୁଁ ଯେଉଁ ଝିଅକୁ ବାହା ହେବି ସେ ଠିକ୍ ଏହି ସୁଚରିତା ପରି ହେବା ହିଁ ଉଚିତ। ଆଉ ତାପରେ ମଧ୍ୟ ଏକଥା ଭାବିଥିଲି, ଝିଅଟି ନିଜେ ଯଦି ସୁଚରିତା ହେଲେ କ୍ଷତି କ'ଣ? କିନ୍ତୁ ତାହା କି କେବେ ସମ୍ଭବ? ପୁଣି ମନକୁ ମନ ଭାବିଥିଲି, କାହିଁକି ସମ୍ଭବ ନୁହେଁ? ନାନା ଯୁକ୍ତି ଆସିଥିଲା ମନକୁ। ଏବେ ଅବଶ୍ୟ ତାହା ଅବାନ୍ତର। 3 ଦିନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିଲା। ମୁଖ୍ୟ ପ୍ରଶାସକ ଆସିଥିଲେ। ମୁଁ ମୁକ୍ତ ପ୍ରେକ୍ଷାଳୟର ଗୋଟିଏ କୋଣରେ ଠିଆ ହୋଇ ସୁଚରିତାକୁ ଦେଖିଥିଲି। ତାପରେ ସେ ଅବଶିଷ୍ଟ ରାତି ମୁଁ ଶୋଇପାରିନଥିଲି। ଦେଖିଥିଲି ନୀଳକୃଷ୍ଣ ଆକାଶକୁ, ଜ୍ୟୋତ୍ସ୍ନାଭିଜା ପୃଥିବୀକୁ, ଆଉ ଅଭିସାରିକା ଶ୍ରୀରାଧାର ଛଦ୍ମବେଶରେ ଅଭିନୟ କରିଥିବା ସେହି ସୁଚରିତାକୁ। ମନକୁ ମନ ମୁଁ ଅନେକ ପ୍ରଶ୍ନ ପଚାରିଥିଲି। କାହିଁକି ଏ ପୃଥିବୀ ଏତେ ସୁନ୍ଦର? କାହିଁକି ଫୁଲଟିଏ ଏତେ ସୁନ୍ଦର ବାସେ? କାହିଁକି ମେଘ ଆଉ ତାରା ଅନ୍ତରାଳରେ ସ୍ୱପ୍ନର ଛାୟାପଥ ଲମ୍ବିଯାଏ ଦୂରକୁ? କାହିଁକି ମଣିଷର ଦେହ, ମନ, ଆତ୍ମା ଅମୁହା ଦେଉଳ ଭିତରେ ଅକାରଣେ ଅନୁରଞ୍ଜିତ ହୋଇଉଠେ ବିଚିତ୍ର ଏହି ସଙ୍ଗୀତ? କାହିଁକି? ସୁଚରିତା ସହିତ ତାପରେ ମୋର ଆଉ ପ୍ରାୟ ଦେଖା ହୋଇନାହିଁ କହିଲେ ଚଳେ। ଦେଖା ହେବାର ମୋର କୌଣସି ଆବଶ୍ୟକତା ବି ନଥିଲା। ସେମାନଙ୍କ ନୃତ୍ୟନାଟିକା ସଫଳ ଭାବରେ ପରିବେଷିତ ହୋଇଥିଲା ସାଂସ୍କୃତିକ ଅନୁଷ୍ଠାନରେ। ଏଇ ଯେ ମୁଁ କହିଲି ସୁଚରିତା ସହିତ ମୋର ତାପରେ ଆଉ ପ୍ରାୟ ଦେଖା ହୋଇନାହିଁ, ତାହା ଠିକ୍ ନୁହେଁ। ତା ସହିତ ମୋର ମାମୁଲି ଭାବେ ଭେଟ ହୋଇଥିଲା, ମାତ୍ର ଥରଟିଏ, ମୋଟେ 2 ମିନିଟ୍ ପାଇଁ। ମୁଁ ଯେଉଁଦିନ ରାୟପୁର ଫେରିବା କଥା, ତାର 2 ଦିନ ଆଗରୁ ସେ ନନ୍ଦିତା ସହିତ ଆମ ଘରକୁ ଆସିଥିଲା। ସାମାନ୍ୟ ସୁଯୋଗ ପାଇ ସେ ମୋ ପାଖକୁ ଚାଲି ଆସିଲା। ବିଶେଷ କିଛି ଭୂମିକା ନ କରି ମୋ ହାତକୁ ବଢ଼ାଇ ଦେଇଥିଲା ରବୀନ୍ଦ୍ରନାଥଙ୍କ ଗୀତାଞ୍ଜଳି। କହିଥିଲା, ଆଜି ରାତିରେ ଏ ବହିଟି ପଢ଼ିବେ, ଆଜି ରାତିରେ ନିଶ୍ଚିତ। ତାପରେ ହୁଏତ ସେ ଆଉ କିଛି କହିଥାନ୍ତା, କିନ୍ତୁ ନନ୍ଦିତା ଆସିବାରୁ ସେ ଦୁହେଁ ଏକାଠି ଲାଇବ୍ରେରୀକୁ ଚାଲି ଯାଇଥିଲେ। ଗୀତାଞ୍ଜଳି ବହିଟି ହାତରେ ଧରି ମୁଁ କିଛି ସମୟ ଅନ୍ୟମନସ୍କ ହୋଇଯାଇଥିଲି।
ସୁଚରିତାର ମୁହଁରେ ଆଜି ଅନ୍ୟ ଏକ ଭାଷା ଥିଲା, ଅନ୍ୟ ଏକ ଆଲୋକ, ଯାହା ମୁଁ ଠିକ୍ ନିରୀକ୍ଷଣ କରିପାରିଥିଲି। ମୋର ମନେ ହେଲା ସୁଚରିତା ବୋଧହୁଏ ପୃଥିବୀର ସବୁଠୁ ସୁନ୍ଦରୀ ଝିଅ, ସବୁଠୁ ଅଧିକ କାମ୍ୟ ବି। ବହିଟି ମୁଁ ଅତି ଯତ୍ନରେ ମୋ ବାକ୍ସ ଭିତରେ ରଖିଦେଲି। 2 ଦିନ ପରେ ରାୟପୁର ଗଲି। ଭିନ୍ନ ପରିବେଶ, ଭିନ୍ନ ଜୀବନଧାରା। ସେହି ବ୍ୟସ୍ତତା ଭିତରେ ରହି ରହି ମନେ ପଡ଼ିଯାଏ ସୁଚରିତାର ମୁହଁ। କେମିତି ହଠାତ୍ ଉଦାସ ହୋଇଯାଏ ମୋର ନିଃସଙ୍ଗ ହୃଦୟ। ଗୀତାଞ୍ଜଳି ବହିଟି କଥା ମୁଁ ଅନେକ ଦିନ ଧରି ଭୁଲି ଯାଇଥିଲି। ଦିନେ ଗୋଟିଏ ସେମିଷ୍ଟାର ପରୀକ୍ଷା ଦେଇସାରି ଆସିବା ପରେ ବହିଟି କଥା ହଠାତ୍ ମୋର ମନେ ପଡ଼ିଗଲା। ବାକ୍ସରୁ କାଢ଼ି ମୁଁ ବହିଟି ହାତରେ ଧରିଲି। ମୋତେ ଲାଗିଲା ହାତରେ ମୋର ମୁଠାଏ କାଗଜ ନାହିଁ, ଅଛି ମୁଠାଏ ନିଶ୍ୱାସ, ଏକ ମୁଠା ସଶରୀର ସ୍ପନ୍ଦନ। ବହିର ପୃଷ୍ଠା ଓଲଟାଉ ଓଲଟାଉ ଠକ୍ କରି ଖସି ପଡ଼ିଥିଲା ଛୋଟ ଖଣ୍ଡେ କାଗଜ। ଆଶ୍ଚର୍ଯ୍ୟ ହୋଇ ମୁଁ କାଗଜଟି ଉଠାଇ ନେଲି। ତାହା 3 ଧାଡ଼ିର ଲେଖା ଖଣ୍ଡିଏ ଚିଠି। ସେ ଚିଠିରେ କାହା ପ୍ରତି ସମ୍ବୋଧନ ନଥିଲା, ଖାଲି ଲେଖା ଥିଲା ନାମଟିଏ ସୁଚରିତା। ଚିଠିରେ ଲେଖା ଥିଲା, ଆପଣଙ୍କୁ ଗୋଟିଏ ବିଶେଷ କଥା କହିବାକୁ ଅଛି। ଆସନ୍ତାକାଲି ସନ୍ଧ୍ୟା 5ଟା ବେଳେ ଜାବାନୀ ଗେଷ୍ଟ ହାଉସ୍ ପାଖ ଲେକ୍ ନିକଟକୁ ଆସିବେ। ମୁଁ ଅପେକ୍ଷା କରିଥିବି। ଇତି ସୁଚରିତା। ଲେଖାଟି ମୁଁ ବାରମ୍ବାର ପଢ଼ିଲି। କାହାକୁ ଲେଖାଏ ଚିଠି? ମୋତେ। ଏ ଚିଠିଟି ସୁଚରିତା ମୋତେ ଲେଖିଥିଲା। କିଛି ସମୟ ଭାବିଲା ପରେ ମୋ ମନରେ ଆଉ ସନ୍ଦେହ ରହିଲା ନାହିଁ। ମନେ ପଡ଼ିଗଲା ତାର ସେହି କଥା ପଦକ, ଆଜି ରାତିରେ ଏ ବହିଟି ପଢ଼ିବେ, ଆଜି ରାତିରେ ନିଶ୍ଚିତ। ମୁଁ କିନ୍ତୁ ସେଦିନ ରାତିରେ ବହିଟି ଫିଟାଇ ନଥିଲି। ଚିଠି ଖଣ୍ଡିକ ଦେଖିବାର ଅବକାଶ ହିଁ ନଥିଲା। ତାର 2 ଦିନ ପରେ ମୁଁ ରାୟପୁର ଚାଲିଗଲି। ସୁଚରିତାର ସେହି ଛୋଟ ଅନୁରୋଧଟି ରଖି ହେଲା ନାହିଁ। ନିର୍ଦ୍ଧାରିତ ସେହି ଆସନ୍ତାକାଲିର ସନ୍ଧ୍ୟାଟି ଅନେକ ଆଗରୁ ମହାକାଳର ଅନ୍ଧାର ଭିତରେ ନିଶ୍ଚିହ୍ନ ହୋଇଯାଇଛି। ଆଜିକୁ 17 ବର୍ଷ ତଳର ଏକ କୋମଳ ଫାଲ୍ଗୁନ ସନ୍ଧ୍ୟା, ଗୋଟିଏ ଅପ୍ରଶସ୍ତ ହ୍ରଦ ଉପକୂଳରେ। ହେଲେ ସେଦିନ ମୋତେ କ'ଣ କହିବାକୁ ଚାହିଁଥିଲା ସୁଚରିତା? କି ବିଶେଷ କଥା? ଅବା କି ତୁଚ୍ଛ ବକ୍ତବ୍ୟ? ତାପରେ କେବେ ଦିନେ ବି ସୁଚରିତା ସହିତ ମୋର ଦେଖା ହୋଇନାହିଁ। ଭବିଷ୍ୟତରେ କେବେ ଦେଖା ବି ହୋଇନପାରେ। ଆଉ ଦେଖା ହେଲେ ବି ସେ କ'ଣ ମୋତେ କହିବ ଯାହା ତାର କହିବାର ଥିଲା ଆଜିକୁ 18 ବର୍ଷ ତଳେ? ତାର ବୟସ ସେତେବେଳେ ଥିଲା ମାତ୍ର 15 ବର୍ଷ, ଆଉ ମୋର 17ରୁ ସାମାନ୍ୟ ବେଶୀ। ବେଳେବେଳେ ମୁଁ ଚେଷ୍ଟା କରେ ମନେ ମନେ ଦୃଶ୍ୟଟିଏ ଆଙ୍କିବା ପାଇଁ। ବନ ବନାନୀ ଘେରା ଜଳାଶୟ ନିକଟରେ ଏକୁଟିଆ ଝିଅଟିଏ ନିଶ୍ଚୁପ ଠିଆ ହୋଇ ରହିଛି, କାହାର ଉତ୍କଣ୍ଠିତ ପ୍ରତୀକ୍ଷାରେ। ପଛପଟେ ଫାଲ୍ଗୁନର କୋମଳ ସନ୍ଧ୍ୟା, ଆଖି ଆଗରେ ଦିଗ ହଜା ନୀଳ ଆକାଶ। କେତେ ରାତି ହେଲା ପରେ କେମିତି ନିରାଶ ହୃଦୟରେ 15 ବର୍ଷର କିଶୋରୀଟିଏ ସେଦିନ ଫେରିଥିବ ଘରକୁ। କେମିତି ସେ ଯାଇଥିବ 7 ମାଇଲ ଲମ୍ବା ରାସ୍ତା ଏକା ଏକା ଅନ୍ଧାର ରାତିରେ। କ'ଣ ସବୁ ମନେ ମନେ ଭାବି ଭାବି ମୋର ମନେ ପଡ଼େ ବେଳେ ବେଳେ ସେ କଥା। ବିଷାଦର ଏକ ଋତୁ ଘେରିଯାଏ ମୋ ଚାରିପାଖ ପୃଥିବୀରେ। କିନ୍ତୁ ସୁଚରିତା, ଯଦି ତୁମେ ତଥାପି ବଞ୍ଚିଥାଅ, ତୁଚ୍ଛ ଆଶର ଏହି ପୃଥିବୀର କେଉଁ ଏକ ଅଜଣା ଠିକଣାରେ ଦୟାକରି ବିଷଣ୍ଣ ହୋଇଯାଅ ନାହିଁ। ତୁମେ ତ କହିଥିଲ ସବୁ କଥା ବୁଝିବା ଦରକାର ନାହିଁ, ଅନୁଭବ କଲେ ହିଁ ଯଥେଷ୍ଟ। ସେଦିନ ଯେ ମୁଁ ତୁମର ବିଶେଷ କଥା ଶୁଣିପାରିଲି ନାହିଁ, ସେଥିରେ କାହାର ଦୁଃଖ କରିବାର କ'ଣ ଅଛି? କାରଣ ମୁଁ କ'ଣ ଅନୁଭବ କରିପାରି ନାହିଁ? ସେଦିନ ଯାହା କିଛି ମୋତେ ତୁମର କହିବାର ଥିଲା, ଠିକ୍ ଅନୁଭବ କରିଛି।